ମାଛ ଖାଇବ ଇଲିଶି ଚାକିରି କରିବ ପୋଲିସି। ନମସ୍କାର ଫ୍ରେଣ୍ଡସ୍, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ସମସ୍ତେ ବହୁତ ଭଲରେ ଥିବେ। ତ ଆପଣମାନେ ତ ଇଲିଶି ମାଛକୁ ବହୁତ ପ୍ରକାର ବନେଇକି ଖାଇଥିବେ। ଥରେ ଏମିତିକା ବନେଇକି ଖାଇବେ, ବହୁତ ଟେଷ୍ଟି ରେସିପି ଆଉ ବହୁତ ସହଜରେ ବହୁତ କମ୍ ସମୟରେ ବନିଯାଇଥାଏ। ବେଶୀ କିଛି ପରିଶ୍ରମ କରିବା ପାଇଁ ପଡ଼େନି। ନିଶ୍ଚୟ ଥରେ ଟ୍ରାଏ କରିବେ। ଯଦି ଆଜିର ରେସିପିଟି ଆପଣମାନଙ୍କୁ ଟିକେ ବି ଭଲ ଲାଗିବ, ପ୍ଲିଜ୍ ଗୋଟେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। जदि यूट्यूब रे देखुचंती चैनल नुआ अच्छी चैनल को सब्सक्राइब करंतु। आउ जदि इंस्टाग्राम बा फेसबुक पेज रू देखुचंती तो पेज को फॉलो तो निश्चय करंतु। ଏବେ ଦେଖନ୍ତୁ ସର୍ବପ୍ରଥମେ ମାଛକୁ କାଟି ସାରିଲା ପରେ ଭଲ ଭାବେ ଧୋଇକି ନେଇ ଆସିଛି। ଆଉ ସେଥିରେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଆଉ ସୋରିଷ ତେଲ ପକେଇକି ତାକୁ ଭଲ ଭାବେ ମିକ୍ସ କରି ନେଇଛି। ମସଲାରେ 2.5 ଚାମଚ ଧଳା ସୋରିଷ, 2 ଚାମଚ ପୋସ୍ତକ ଆଉ 2ଟା କଞ୍ଚା ଲଙ୍କା ନେଇଛି। ଆପଣମାନେ ଯେତିକି ରାଗ ଖାଆନ୍ତି ସେଇ ଅନୁସାରେ ଲଙ୍କାର ପରିମାଣ କମ ବେଶୀ କରିପାରିବେ। ଆଉ ରସୁଣ ନେଇଛି, ତ ଆପଣମାନେ ରସୁଣର କ୍ୱାଣ୍ଟିଟି କମ୍ ରଖିବେ। ଅଳ୍ପ ଟିକେ ପାଣି ଦେଇକି ତାକୁ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରିକି ନେଇ ଆସିଛି। ଆଉ ଚିକଣ କରିକି ଗ୍ରାଇଣ୍ଡିଙ୍ଗଟା କରିବେ। ତାପରେ କଢ଼େଇ ବସେଇ ନେଇଛି, ସେଥିରେ ସୋରିଷ ତେଲ ପକାଇ ନେଇଛି। ତେଲକୁ ଭଲ ଭାବେ ଗରମ ହେବା ପାଇଁ ଦେବା। ତେଲ ଗରମ ହେଲା ପରେ ହାଫ୍ ଛୋଟ ଚାମଚ କଳା ଜିରା ପକାଇ ନେଇଛି। ଆଉ 2ଟା କଞ୍ଚା ଲଙ୍କାକୁ କାଟିକି ପକାଇ ନେଇଛି। ହଳଦୀ ଗୁଣ୍ଡ ପକାଇଛି ଆଉ ଲଙ୍କା ଗୁଣ୍ଡ ହାଫ୍ ଛୋଟ ଚାମଚ ପକାଇ ନେଇଛି। सबको भल भाव मिक्स करवा। ग्राइंडिंग करके जो रखी मसलाटा को ସେଇଟାକୁ ମୁଁ ପକାଇ ନେଇଛି। 2 ରୁ 3 ମିନିଟ୍ କୁକ୍ କଲା ପରେ ସେଥିରେ ମୁଁ ଆବଶ୍ୟକତା ଅନୁସାରେ ପାଣି ପକାଇ ନେଉଛି। ସ୍ୱାଦ ଅନୁସାରେ ଲୁଣ ପକାଇ ନେଉଛି, କାହିଁକିନା ଲୁଣ ମୁଁ ପକାଇ ନଥିଲି। ତାପରେ ମାଛକୁ ପକାଇ ନେଉଛି। ତ ଏଥିରେ ମାଛଟା ଯେଉଁ ପକାଇବି କଞ୍ଚା ମାଛ ହିଁ ପକାଇବି, ଏଇଟା ଭାଜିବେନି, କଞ୍ଚା ପକାଇବେ, ତାର ଗୋଟେ ବହୁତ ବଢ଼ିଆ ଫ୍ଲେଭର ଆସିଥାଏ। ତ ସବୁକୁ ଭଲ ଭାବେ ମିକ୍ସ କରିବା ଆଉ ତାକୁ କଭର କରିକି 10 ରୁ 15 ମିନିଟ୍ पर्यंत मीडियम फ्लेम रे कुक करवा और मझे मझे मिक्स करथिबा। एबे देखंतु मो माछ सबको भल भाबे ओल्टी नउची, पुणी ताको कवर करिकी आउ 5 ରୁ 7 मिनिट पर्यंत कुक करवा। एबे देखंतु हमर टेस्टी एंड इजी इलिश माछ तरकारी बनिके रेडी हो जाइए। निश्चित ये प्रोसेस रे ट्राई करेंगे। आशा करुच्ची आपण मैंने ये रेसिपीटी को बहुत पसंद करेंगे। आ गोटे नुआ रेसिपी सहित आपण मानक पाखक आसबि। सेते पर्यंत थैंक यू, जय जगन्नाथ एंड बाय।